ରେ ଯେତେବେଳେ ସାଧନା ଜଣେ କରେ ସେ ଅଧୋଗତି ହୁଏ, କିନ୍ତୁ ପିଙ୍ଗଳାରେ ସାଧନା କଲେ ଊର୍ଧ୍ୱଗତି ହୁଏ। ଆଉ କିନ୍ତୁ ଆମେ ଏଇଟା ବି ଦେଖିଛେ ଯେ ଆମର ଓଡିଶାର ପଞ୍ଚସଖା ତଥା ଅନ୍ୟାନ୍ୟ ମହାପୁରୁଷ ମାନେ ଇଡାରେ ଊର୍ଧ୍ୱ, ପିଙ୍ଗଳାରେ ଅଧ, ଆଉ ବୋଥରେ ହେଲେ ମଧ୍ୟ ଏଇଭଳି ଧ୍ୟାନ ର ଧାରଣା କରିଛନ୍ତି। ଆଚ୍ଛା, ସେଇ ଆପଣ ଯୋଉ କହୁଛନ୍ତି ଯେ ଇଡାର ସାଧନା ଆଉ ପିଙ୍ଗଳାର ସାଧନା, ତାକୁ ଆଉ ଟିକେ କେମିତି ବୁଝେଇ ଦିଅନ୍ତେ। ହଁ, ମତେ କଥା ଶୁଣ। ଇଡାରେ ଯୋଉ ଊର୍ଧ୍ୱଗତି, ଏଟା କୋଉ ମହାପୁରୁଷ କୋଉଠି କହିଛି ମତେ ଟିକେ? ଊର୍ଧ୍ୱଗତି ନୁହେଁ, ଊର୍ଧ୍ୱ ଧ୍ୟାନ କରିବାକୁ କହିଛନ୍ତି। ଊର୍ଧ୍ୱକୁ ଦୃଷ୍ଟି ରଖି ଧ୍ୟାନ, ଆଉ ମଧ୍ୟକୁ ଦୃଷ୍ଟି ରଖି ଧ୍ୟାନ, ଆଉ ଅଧକୁ ଦୃଷ୍ଟି ରଖି ଧ୍ୟାନ। ମୁଁ ଦୃଷ୍ଟି କଥା କିଛି କହିନି କୋଉଠି। ଆଜ୍ଞା, ଆପଣ କେବଳ କହିଛନ୍ତି ସାଧନା କଥା। ହଁ, ଊର୍ଧ୍ୱ ଦୃଷ୍ଟିଟା ସବୁବେଳେ ଆମର ସଂପୃକ୍ଷ ନାସିକାଗ୍ରଂଶଂ ଦିଶସ୍ଥାନ ଅବଲୋକ୍ୟ। ନାସା ଅଗ୍ରକୁ ଦୃଷ୍ଟି ପାଇଁ କୁହାଯାଉଛି, ଗୀତାରେ ଲେଖା ହେଇଛି। ନାସାଗ୍ର ଦୃଷ୍ଟି ପାଇଁ ସମସ୍ତ ଆମର ହଉଛି କଥା, ଦୃଷ୍ଟି ଆମର ନୁହଁ। ବୁଝିଲ ନା? ନାସାଗ୍ରକୁ ଦୃଷ୍ଟି କଲେ ନାସାଗ୍ରରୁ ତମର ତ୍ରିକୁଟ ପର୍ଯ୍ୟନ୍ତ ଯୋଉ ମଝିରେ ଯୋଉ ଜାଗାଟା ରହିଲା, ବୁଝିଲ ନା, ସେଇଟା ହଉଛି ଷଡଚକ୍ରର ଟିପ୍ପଣୀ ସ୍ଥାନ। ନାସାଗ୍ରରେ ହଉଛି ମୂଳାଧାର, ତା ଉପରକୁ ରହିଲା ସ୍ୱାଧିଷ୍ଠାନ, ତା ଉପରକୁ ରହିଲା ମଣିପୁର, ତା ଉପରକୁ ରହିଲା ଅନାହତ, ତା ଉପରକୁ ରହିଲା ବିଶୁଦ୍ଧ, ପୁରା ଭୂମଧ୍ୟ ସ୍ଥାନକୁ ପଳେଇ ଆସିଲେ ଲଲାଟ। ତାମାନେ ନାସାଗ୍ରରେ ଆମେ ଦୃଷ୍ଟି କରିକି ଧ୍ୟାନ କରୁ କରୁ ସେ ଧ୍ୟାନ ଅବସ୍ଥାରେ ଦୃଷ୍ଟି ଧୀରେ ଧୀରେ ଉପରକୁ ଉଠିବ। ଉଠି 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 ଯେତେବେଳେ ଓଲଟି ଯାଇକି ତ୍ରିକୁଟରେ ପହଞ୍ଚିଯିବ, ସେତେବେଳେ ତମର କୁଣ୍ଡଳିନୀ ଶକ୍ତି ତମର ଆଧାର ଚକ୍ରରୁ ଉଠିକି ଷଡଚକ୍ର ଭେଦ କରି ଯାଇ ଲଲାଟ ଚକ୍ରରେ ପହଞ୍ଚିଯିବ। ଓହୋ, ତାମାନେ ତାର ମାନେ ଧରି ନିଆଯାଉ ଯେମିତି ଚାବିଟା ଏଇଠି। ବାସ୍ ବାସ୍, ସୁଇଚ୍। ତେଣୁ ତାର ସୁଇଚଟା ହଉଛି ସେଠି। କାରଣ ମୁଁ ଆମ ଗୁରୁଙ୍କୁ ଦିନେ ପଚାରିଥିଲି, ଆଜ୍ଞା ଆଉ ସମସ୍ତଙ୍କର ତ କଣ ତ୍ରିକୁଟକୁ ଚାହୁଁଛନ୍ତି, ଆଉ ଆମେ କାହିଁକି ନାସାଗ୍ରକୁ ଚାହିଁବା? ସେଉଠୁ ସେ ଟିକେ ବିଗିଡିଲେ। ବିଗିଡି ଚାଲିଲା ପରେ ସେ ବିଗିଡନ୍ତି, ତାପରେ ସେଇଠୁ ମୁଁ କିନ୍ତୁ ନୀରବ ରହି କିଛି ସମୟ ଛିଡା ହେଲି। କିଛି ସମୟ ପରେ ତାପରେ ସେଠି ସେ କହିଲେ, ଆରେ ହେଇ ନାସାଗ୍ରରେ ଦୃଷ୍ଟି କରୁ କରୁ ଯେତେବେଳେ ପୁରା ଏକଦମ ଦୃଷ୍ଟି ସ୍ଥିର ହେଇଯିବ, ସେ ବଳେ ତ୍ରିକୁଟକୁ ଓଲଟି ଯିବ ନାଇଁ ନା। ସେଇଠୁ ମୋର ଗୋଟେ ଧାରଣା ହେଲା କଣ, ଯେ ତା ମାନେ କୁଣ୍ଡଳିନୀ ଶକ୍ତି ଆଧାର ଚକ୍ରରୁ ଯାଉଁ ଯାଉଁ ଊର୍ଧ୍ୱକୁ ଉଠିବ, ଆମର ଦୃଷ୍ଟି ତାହୁଁ ତାହୁଁ କଣ କରିବ ନା ନାସା ଅଗ୍ରରେ ବାମ ପୁଡା ଡାହାଣ ପୁଡା ମଝିରେ ଯୋଉ ଜାଗାଟା ଯୋଉ ବନ୍ଧ ଭଳିଆ ନାସା ଅଗ୍ର ରହିଲା, ସେଇଟା ହଉଛି ସୁଷୁମ୍ନା ନାଡିର ସ୍ଥାନ। ତେଣୁ ସୁଷୁମ୍ନା ନାଡିରେ ଯେତେବେଳେ ଆମେ ନାସାଗ୍ରରେ ଦୃଷ୍ଟି କରିବା, ସେତେବେଳେ ସେ କଣ ନା ମୂଳାଧାର ଚକ୍ରରେ ତାର ଯାଇକି ପ୍ରଭାବ ବିସ୍ତାର ହବ। ତେଣୁ ଏଇଟା ହଉଛି ସହଜ ସାଧନା। ତେଣୁ ଏଇଟା କରି କରିକି ଆମେ ଯିବା, ଏଇଟା ସାଧନାର କଥା। ଆଚ୍ଛା ବାବା, ଯେତେବେଳେ ଆମେ ନାସାଗ୍ରକୁ ଦୃଷ୍ଟି ଦେଇକି ଧ୍ୟାନ କରିବା, ସେତେବେଳେ ଯୋଉ ପୁଡାରେ ଚାଲୁଥିଲେ ବି ଚଳିବ? ହଁ, ତାମାନେ ନାସାଗ୍ରକୁ ଆମେ ଯେତେବେଳେ ଦୃଷ୍ଟି ରଖିବା, ଯୋଉ ପୁଡାରେ ଧ୍ୟାନ ପବନ ଚାଲିବ, ବୁଝିଲେ କି, ସେ ଉଭୟ ପୁଡା ପବନଟା ସେ ଯେମିତି ସୁଷୁମ୍ନା ନାଡିକି ଟ୍ରାନ୍ସଫର ହବା ପାଇଁ ଆମେ କରିବା। ତେଣୁ ମୁଁ ବୁଝେଇ ଦଉଛି। ଆମେ ଆଗରୁ ମୁଁ ଛାଡିଥିଲି ସପ୍ତାଙ୍ଗ ଯୋଗ ହେଲା। ଆମର ସୂର୍ଯ୍ୟବାର ରହିଲେ କିଏ ସେ ନା ରବି, ମଙ୍ଗଳ, ଗୁର, ଶନି। ଆଚ୍ଛା, ଚନ୍ଦ୍ରବାର ରହିଲେ ସୋମ, ବୁଧ, ଶୁକ୍ର। ତେଣୁ ଏଇ ସୂର୍ଯ୍ୟବାରରେ ଆମର ସୂର୍ଯ୍ୟ ଉଦୟରେ ସୂର୍ଯ୍ୟ ନାଡିରେ ପବନ ଚାଲେ। ଚନ୍ଦ୍ରବାରରେ ଚନ୍ଦ୍ର ନାଡିରେ ପବନ ଚାଲେ। ତେଣୁ ଆମେ ଯଦି ଭୋରୁ ବସିବା, କେତେବେଳେ ସୂର୍ଯ୍ୟ ଚାଲିବ ତ କେତେବେଳେ ଚନ୍ଦ୍ର ଚାଲିବ କହିହବନି। ତେଣୁ ସପ୍ତାଙ୍ଗ ଯୋଗ ପ୍ରଥମ ଫାଷ୍ଟ ଯେତେବେଳେ କରାଯାଏ, ତମେ ଧ୍ୟାନରେ ଯୋଉ ନାଡିରେ ପବନ ଚାଲିଥାଉ ନା କାହିଁକି ତମେ ବସିବ। ବସିକିରି ତମେ କଣ କରିବ ନା, ଆମର ଲକ୍ଷ୍ୟ ହେଲା ଆମେ ସୁଷୁମ୍ନା ନାଡି ଖୋଲିବା। ଇଡାରେ ଥାଉ ପିଙ୍ଗଳାରେ ଥାଉ, ବୁଝିପାରିଲେ। କିନ୍ତୁ ତା ଭିତରେ ଏଇଟା ହଉଛି ପ୍ରଥମ କଥା। ଯେତେବେଳେ ଧ୍ୟାନ ଦୃଢ ହେଇଯିବ, ସେତେବେଳେ ଇଡା ନାଡି ନୁହେଁ ପିଙ୍ଗଳା ନାଡିରେ ଜଗିବ ସବୁବେଳେ ପବନ ଚାଲିବା ପାଇଁ। ଯେତେବେଳେ ପିଙ୍ଗଳା ନାଡିରେ ପବନ ଚାଲୁଥିବ, ସେଇ ସମୟରେ ତମେ ଧ୍ୟାନରେ ବସିବ। ଖାଲି ସେତିକି ନୁହେଁ, ଯୋଉ ନାଡିରେ ପବନ ପିଙ୍ଗଳା ନାଡିରେ ଯେତେବେଳେ ପବନ ଚାଲେ, ସେତେବେଳେ ପୃଥ୍ୱୀ, ଜଳ, ଅଗ୍ନି, ବାୟୁ, ଆକାଶ ପାଞ୍ଚଟା ତତ୍ତ୍ୱ ଗୋଟିକ ପରେ ଗୋଟିଏ ଉଦୟ ହୁଏ। ଯଦି ସଦ୍ଗୁରୁ କରିଥିବ,
ତାହେଲେ ସେତେବେଳେ କୋଉ ତତ୍ତ୍ୱ ଉଦୟ ହେଉଛି ସେ ତତ୍ତ୍ୱ ଜାଣିକି ବାରିକି ଯଦି ସାଧନା ବସିବ ସାଧନ ଶୀଘ୍ର ତମର ସଫଳ ହବ। ତେଣୁ ସେଟା ତମ ଗୁରୁ ତମକୁ କହିବା କଥା, ଗୁରୁ ଘର ପାଠ ଆଉ କଣ। ତମେ ଯାହା ଯିଏ ଯାହା ପଚାରୁଛି ମୁଁ ଖୋଲିକି ସବୁ କଥା କହୁଛି, ଆଉ ଯୋଉଟା ଜାଣିଛି ସେଇଟା ହିଁ କହୁଛି ହେଲା। ଯୋଉ ପିଙ୍ଗଳାରେ ଯୋଉ କହିଲେ ଯୋଉ ଇଡାନରେ ଯୋଉ ଉର୍ଦ୍ଧ୍ୱ ଦୃଷ୍ଟି, ତମର ସେ ଦୃଷ୍ଟି କଥା ମାନେ ମୁନି ନାଚ ମତ ଭ୍ରୀମା କେତେ ପ୍ରକାର ସାଧି କୋଉ କୋଉ ବାଟରେ ସେ କହିଛନ୍ତି। ଆମେ ପଞ୍ଚସଖା ଗୋଷ୍ଠୀରେ କୌଣସି ଗୋଟେ ନିର୍ଦ୍ଦିଷ୍ଟ ସାଧନା ଆମେ ପାଇବାନି। ଆଚ୍ଛା, ଗୋଟିଏ ମନ୍ତ୍ର ଆମେ ସମସ୍ତେ କହିଥିବେ ଏମିତି ବି ନାହିଁ। ମୁଁ ବହୁତ ଗବେଷଣା କରିଛି। ମୁଁ କହିଲି ଆରେ ଶିବ ପଞ୍ଚାକ୍ଷର କୁହନ୍ତି ଓମ୍ ନମ ଶିବା, ତେଣୁ ଓମ୍ ନମ ଶିବା ଯିଏ କହିବ ସେଟା ହଉଛି ଶିବ ପଞ୍ଚାକ୍ଷର। ଏଇଟା ଗୋଟେ ସ୍ଥିର ମନ୍ତ୍ର। କିନ୍ତୁ ଆମର ତମେ ଦେଖ ଛାୟା ମନ୍ତ୍ର ଅସୁତ କଲେ ଗୋଟେ, ସୁଧା ସାରା ଗୀତାରେ ଗୋଟେ, ଆମର ଗୀତାର୍ଥ ତତ୍ତ୍ୱ ସାରରେ ଗୋଟେ, ତେଣୁ ସବୁ କଣ ଭିନ୍ନ ଭିନ୍ନ ମନ୍ତ୍ର ହଉଛି। ସେଇ ସକାଶେ ମୁଁ ବି ଅଡୁଆରେ ପଡୁଛି। ସେଥିପାଇଁ କରୁଛି କଣ ନା ଏଇ ସମସ୍ତଙ୍କ ମନ୍ତ୍ରକୁ ମୁଁ ଆଣି ଟେଷ୍ଟ କରିକିରି ସେ ମନ୍ତ୍ରର କୋଉ ମନ୍ତ୍ରଟା ଠିକ ବୋଲିକି ମୁଁ ଅନୁସରଣ କରିକି ଛାଡୁଛି। କାହିଁକି ନା ବିଷ୍ଣୁର ବାବାଙ୍କୁ କେହି ଜଣେ ନ କହୁ ଯେ ସିଏ ଗୋଟେ ଭୁଲ କଥାଟେ କହିଲେ ବୋଲି। ତେଣୁ ମୁଁ ସେଇଟା ଛାଡୁଛି। ଆଉ ଯଦି ଛାଡିଲା ଭିତରେ କିଏ କୋଉ ଗୋଟେ କଥା ମତେ ପୁଣି ପ୍ରମାଣ କରି ଦେଖେଇଦବ ନା ଏଇଟା ଠିକ ବୋଲି, ମୁଁ ନିଶ୍ଚିତ ଗ୍ରହଣ କରିବି। କାହିଁକିନା ମୋର ଉଦ୍ଦେଶ୍ୟ ହଉଛି ଯେ ଆମ ପଞ୍ଚସଖାଙ୍କୁ ନେଇକି ବିଶ୍ୱ ଦରବାରରେ ପହଞ୍ଚେଇବା ଏବଂ ତା ଭିତରେ କୋଉଟା ଠିକ ସିଦ୍ଧାନ୍ତ ଯୋଉଟା କି ଓଡିଶାବାସୀ ସମସ୍ତେ ଯାହାକୁ ମାନିବେ ତାକୁ ହିଁ ମୁଁ ଗବେଷଣା କରିକି ଛାଡ଼ିବି। ତେଣୁ ସେଇ ଗବେଷଣାଟା ଯଦି କୋଉଠି ଏପଟ ସେପଟ ହେଲା ଆମେ ତାକୁ ପୁଣି ରିସର୍ଚ୍ଚ କରିବା। ଯିଏ ଯିଏ ଏପଟ ସେପଟ କରିକି କହିବ ମୁଁ ତାକୁ ବି ତମେ ଆସ ମୋ ସାଙ୍ଗରେ ମିଶ, ଆମେ ରିସର୍ଚ୍ଚ କରିବା। କାହିଁକିନା ମୋ ଭିତରେ ଅହଙ୍କାର ନାହିଁ ଯେ ମୁଁ କହିବି ଯେ ମୁଁ ଯାହା କହୁଛି ଠିକ, ଏ କଥା ମୋ ଭିତରେ ନାହିଁ। ନିଶ୍ଚିତ। ତେଣୁ ଏଇ ହଉଛି କଥା। ତେଣୁ ଚିନ୍ତା କର ନା, ତମେ ଯେତେବେଳେ ଯାହା ପଢୁଛ ଯଦି କିଛି ମୁଁ ଜାଣିଥିବି ପଚାରିବ, ମୁଁ ନିଶ୍ଚିତ ନିର୍ଦ୍ଦେଶରେ କହିଦେବି। ଆମେ ହେଲେ କଳିଯୁଗରେ ହେଲେ ଶାଗୁଣା ହେଇଯାଇଛୁ ଆଉ, ଗରୁଡ ହେଲେ ସିନା ଯାହା ହବ, କଳିଯୁଗରେ ଶାଗୁଣା ପରା ଆଜ୍ଞା। ଶାଗୁଣା ହେଇଯାଇଛି। ଯୋଉଟା କହିଲେ ଏକଦମ ବଢିଆ କଥା। ତାହେଲେ ଗରୁଡ ଗୋଟେ ଆମିଷାସୀ, ଶାଗୁଣା ଗୋଟେ ଆମିଷାସୀ। ତେଣୁ ଗରୁଡ ପିଠରେ ପ୍ରଭୁ କାହିଁକି ଯିବା ଆସିବା କଲେ, ସ୍ୱତନ୍ତ୍ର ତାର ସିଟ୍ ରଖିଲେ, ଆଉ ଶାଗୁଣା କାହିଁକି ପାଚିରି ଉପରେ ବସିଲେ ମନ୍ଦିର ପ୍ରତିଷ୍ଠା ହଉଛି। ସେଇଟା ପକ୍ଷୀକି ଆଖ୍ୟା ଦିଆହେଇନି, ଜୀବ ପରମଙ୍କର ଆଖ୍ୟା ସେଇଟା। ତେଣୁ ସେ କହିଲେ ଯେ ଆରେ ତତେ ମାତୃଗର୍ଭରେ ତତେ ଯୋଉ ଜିନିଷଟା ମୋ ସାଙ୍ଗେ କଣ୍ଡିସନ କରିଥିଲୁ, ତୁ ଭୂମି ସ୍ପର୍ଶ ହେଲା ପରେ ତୁ ସେଟାକୁ ଆଉ ଜପିଲୁନି। ତେଣୁ ମୋ ପାଖକୁ ତୁ କାହିଁ ଆସିବୁ? ତୁ ମୋ ପାଚିରି ପାଖକୁ ଆସିଲେ, ତୁ ମୋ ମନ୍ଦିର ପାଖକୁ ଆସିଲେ ମୋ ମନ୍ଦିର ଅପବିତ୍ର ହେଇଯିବ। ତେଣୁ ଆମେ ହେଲେ କଳିଯୁଗରେ ଶାଗୁଣା ହେଇଛୁ। ଆମେ କେବଳ ହଉଛି ବର୍ତ୍ତମାନ ମୁଁରେ ତ ଆମେ ବୁଡି ରହିଲୁ, ଆଉ କଣ ହବ? ଆମେ ମୁଁ ଆଉ ମୋର ଏ ଦିଟା ରେ ଆମେ ବର୍ତ୍ତମାନ ସମସ୍ତେ ବୁଡି ରହିଲୁ। ତେଣୁ ଯୋଉ ଦିନ ତୁ ଆସିଯିବ ସେଦିନ ତ ସେ ଦେଖା ହେଇଯିବେ ଆଉ ଅଟୋମେଟିକ। ତେଣୁ ସେଇ ମାର୍ଗ ଟିକେ ଆମେ ଖୋଜୁଛୁ। ଆଉ ଆମକୁ ଆସି 60 ବର୍ଷ ବୟସ ହେଲାଣି, ଆଉ ଆମେ ବର୍ତ୍ତମାନ ଆଉ କେବେକୁ ବର୍ତ୍ତମାନ ପାଇବା? ତ ବହୁତ ବର୍ତ୍ତମାନ ଲାଇଫ ଭିତରେ ପଇସା ରୋଜଗାର ହେଇଛି, ବହୁତ ବର୍ତ୍ତମାନ ମାନେ ଭଗବାନ ସବୁ ଦେଇଛନ୍ତି, ଘର ଦ୍ୱାର ଗାଡି ଘୋଡା ସବୁ ଦେଇଛନ୍ତି। ତେଣୁ ଆଉ ଆମେ ବର୍ତ୍ତମାନ ସେଇ ମରିଚିକା ପଛରେ ଧାଇଁଲେ ଆଉ ସେ ସବୁ ଦେଇଛନ୍ତି, ଖାଲି ଆତ୍ମଜ୍ଞାନ ଟିକେ ଅଭାବ ଅଛି, ସେଇଟା ହେଇଗଲେ ଆପଣଙ୍କର ପୂରଣ ହେଇଯିବ। ଆଉ ସେଗୁଡାକ ତ ଶୁଣନ୍ତୁ, ସେ ତ ସବୁ ଏଇଠି ରହିବ। କାହିଁକିନା ମଣିଷ ଜୀବନରେ ଆଜ୍ଞା 3ଟି ବନ୍ଧୁ। ଗୋଟିଏ ବନ୍ଧୁ ହଉଛି ପ୍ରଥମ ବନ୍ଧୁ ହେଲା ଧନ ବନ୍ଧୁ, ଯାହାକି ସେ ଏରେଣ୍ଡା ବନ୍ଧ ଭିତରେ ରହିବ, ମରିଗଲା ପରେ ସେ ତମ ସାଙ୍ଗରେ ଯିବନି। ଦ୍ୱିତୀୟ ବନ୍ଧୁ ହେଲା ଜନ ବନ୍ଧୁ, ଯେତିକି ଆପଣ ଜନ ସମ୍ପର୍କ ରଖିଥିବେ ସେ ହଉଛି ଆପଣଙ୍କ ପାଖରେ ଶ୍ମଶାନ ପର୍ଯ୍ୟନ୍ତ ଯିବେ। ସ୍ତ୍ରୀ ହଉ, ପିଲା ହଉ, ପୁଅ ହଉ, ବନ୍ଧୁ ହଉ, ବାନ୍ଧବ ହଉ, ସମସ୍ତେ ଶ୍ମଶାନ ପର୍ଯ୍ୟନ୍ତ ଯିବେ। କିନ୍ତୁ ସାଙ୍ଗରେ ଆପଣଙ୍କୁ ଯିବ ଧର୍ମ ବନ୍ଧୁ। ବାସ୍ ବଢିଆ କଥା, ସୁନ୍ଦର। ତେଣୁ ସେଇଟାକୁ ଆମେ ସେ ବନ୍ଧୁଟାକୁ ଆମେ ହଉଛି କେହି ଆମେ ରଖୁନେ। ଆମେ ହଉଛି ପ୍ରକୃତ ବନ୍ଧୁଟାକୁ ଆମେ କେହି ରଖୁନେ। ଆମେ ଇଏ ବର୍ତ୍ତମାନ ମୁତଫରାକ ଆମର ଯୋଉ ମରିଚିକା ବନ୍ଧୁ ଗୁଡା ଆମେ ଖାଲି ରଖୁଛନ୍ତି। ତେଣୁ 3ଟି ଜିନିଷ ଆଜ୍ଞା ରହିଲେ ଗୋଟିଏ ସରଳ ରେଖାରେ ଆମେ ତାକୁ ପାଇପାରିବା। ଆଗ ତ ଆମେ ଥୟ, ତାପରେ ଲୟ, ତାପରେ ହବ ଜୟ। ଏ ଥୟ ତ ଆମେ ହେଇପାରୁନୁ, ଆଉ ଲୟ କେମିତି ଆସିବ? ସେ ବହୁତ ଲୋକ ମତେ ପ୍ରଶ୍ନ ପଚାରନ୍ତି, ବାବା ମନ କେମିତି ସ୍ଥିର ହବ? ଯୋଉମାନଙ୍କର ମନ ଅସ୍ଥିର ସିଏ ତ ଥୟ ନୁହଁ। ବାବା ତଥାପି ମୁଁ ଆଜ୍ଞା ପଦ୍ମାସନରେ ରାତି 12ଟାରୁ 1 ପର୍ଯ୍ୟନ୍ତ ବସେ।
ପଦ୍ମାସନରେ ବସିକି ମୁଁ ବି ବର୍ତ୍ତମାନ ହଉଛି ଟିକେ ପ୍ରଭୁଙ୍କର ଗୋଟେ ଝଟକା ପାଇଛି। ମୁଁ ଗୁରୁ କରିଛନ୍ତି ନା? ଆଜ୍ଞା ଗୁରୁ ସଦଗୁରୁ କରିଛନ୍ତି ନା? ମୁଁ ଗୁରୁ ଆମର ସେ କୋଣାର୍କ ଆଶ୍ରମ ଯୋଉ ବାନା ବାବାଙ୍କ ମୋର ହଉଛି ଗୁରୁ। ତେଣୁ ମୁଁ ସେଇଆ ବାବାଙ୍କୁ କହିଲି, ମୁଁ କହିଲି ବାବା ମୁଁ ମାନେ ଯେତେବେଳେ ପୁରା ଅନନ୍ତ ଶୟନ ପାଦ ତଳେ ମନ ରଖିକିରି ପଦ୍ମାସନ ପକେଇକିରି ପୁରା ଷଡ଼ ଚକ୍ର ବାନ୍ଧିକି ମୁଁ ବସିଲି, ଆଉ ମୁଁ ଗୋଟେ କରେଣ୍ଟ ମାଡ ଖାଇଲି ଯେ 6 ଇଞ୍ଚ ଉଠିକି ଦୋଲା ଉଠିକି ପଡିଲି ଖଟ ଉପରେ। ନା ଆଉ କାହାକୁ କହିବିନି ସେ କଥା। ମତେ ବାବା କହିଲେ ଆଉ ସେଟା କାହାକୁ କହିବିନି, ସେଟା ଆଉ ଟିକେ ସ୍ପିଡ ଅପ୍ କର। ସ୍ପିଡ ଅପ୍ କଲା ବେଳକୁ ବାବା ହଉଛି ମୋର ଏକଦମ ଯେମିତି 5 ସେଲିଆ ଟର୍ଚ୍ଚ ଲାଇଟ ଯେମିତି ମୋ ଆଖିରେ ପଡେ ଲାଇଟ, କିନ୍ତୁ ମୋ ଆଖି ଖୋଲିଦେଲା ବେଳକୁ ମୁଁ କିଛି ନାହିଁ। 5 ସେଲିଆ ବ୍ୟାଟେରୀର ଯେମିତି ଟର୍ଚ୍ଚ ଲାଇଟ ର ଯେମିତି ଆଲୁଅ ପଡେ ସେମିତି ମତେ ମୋ ଆଖି ମାନେ ଝିମଝିମ କରିଦବ। ମୁଁ କହିଲି ଏଡେ ବଡ ଲାଇଟ କୁଆଡେ ରହିଲା, ଦେଖିଲା ବେଳକୁ ଆଖି ଖୋଲିଦେଲା ବେଳକୁ କିଛି ନଥିବ। ତେଣୁ ମୁଁ ବର୍ତ୍ତମାନ ଗୋଟେ ସେକେଣ୍ଡ ପୋଜିସନରେ ରହିଯାଇଛି। ଏଣେ ବର୍ତ୍ତମାନ କର୍ମ ଭିତରେ ଗୋଟେ ଜଞ୍ଜାଳ ହେଇଛି ଆଜ୍ଞା। ବର୍ତ୍ତମାନ ଗୋଟେ କେସ୍ କାସେ ବାଲି ମକଦ୍ଦମା ଜମି ବାଡି ବହୁତ ଟେନସନ ଭିତରେ ଆମେ ଅଛୁ। ତା ଦେହରେ ବି ବର୍ତ୍ତମାନ ମୁଁ ଟିକେ ଯେତିକି ସମୟ ପାଏ ସେତିକି ଦିନ ପ୍ରଭୁଙ୍କୁ ଟିକେ ଚିନ୍ତା କରେ। ତେଣୁ ସେଥିପାଇଁ ସେ ନବମ ଅଧ୍ୟାୟରେ 22 ନମ୍ବର ଶ୍ଲୋକରେ କହିଲେ ଅନ୍ୟନ୍ୟା ଚିନ୍ତୟିତମା ଯେଜନା ପର୍ଯ୍ୟୋପାସତେ ତେ ସାନି ନିତ୍ୟା ଭିଯୁକ୍ତା ନାଂ ଯୋଗକ୍ଷେମ ବାହାମେମ। ତେଣୁ ସେଇ ଗୋଟେ ଆମେ କରିପାରୁନୁ। ଆମେ ବର୍ତ୍ତମାନ ତାକୁ ମାନେ ସମସ୍ତ ଜିନିଷଟା ଛାଡି ପାରୁନୁ। ଦ୍ରୌପଦୀ ଭଳିଆ ଆମେ ଧରିଛୁ ଗୋଟେ ହାତରେ, ଯୋଉଦିନ ହାତର ଲୁଗାଟାକୁ ଛାଡିଦେବୁ ସେ ମତେ ଲୁଗାଟା ଦେବେ। ତେଣୁ ସେଇ ଛାଡିବାଟା ହଉଛି ମୋର ମୁଖ୍ୟ କଥା, ତ୍ୟାଗଟା। ତେଣୁ ଟିକେ ସେ ମାର୍ଗଟା ଟିକେ କଣ ମୁଁ ଅବଶ୍ୟ ମାନେ ଇଏ ଆପଣଙ୍କୁ ମୁଁ ଶୁଣୁଥିଲି ଯାହା ଆପଣ କହୁଛନ୍ତି, ମୁଁ ପ୍ରାୟ ସେଥିରୁ 10% ଫଲୋ କରିଛି। ମୁଁ 10% ଫଲୋ କରିଛି। ଆଉ ଟିକେ ବର୍ତ୍ତମାନ ସେ କଣ କି ମୁଁ ଯୋଉ ବାବାଙ୍କୁ ଗୁରୁ କରୁଛି ସେ ସବୁବେଳେ ଧ୍ୟାନରେ ରହିଲେ। ସେ ଖାଲି ବର୍ତ୍ତମାନ ଟିକେ ସେ ତ କିଛି ଖାଦ୍ୟ ଖାଆନ୍ତିନି, ଖାଲି ଟିକେ କ୍ଷୀର ପିଅନ୍ତି। ସେ ଖାଲି ଯେତିକି ବତେଇଦେବେ, ସେ ବର୍ତ୍ତମାନ ଯେତେବେଳେ ଡିସ୍କସନ ହେଲା ପରେ କହିବେ ବର୍ତ୍ତମାନ ଏଇ ଯେ ବର୍ତ୍ତମାନ ନାରାୟଣ ଲକ୍ଷ୍ମୀ ଆସିଥିଲେ, ଶିବ ଆସିଥିଲେ, ମୁଁ ଯେତେବେଳେ ରହିଗଲି ବ୍ୟସ୍ତରେ। ଏମିତି ବର୍ତ୍ତମାନ ତାଙ୍କ ପ୍ରବଚନ ଟିକେ ଶୁଣିଲା ପରେ ଆଉ ସେ ଆମକୁ ଆମ ତତ୍ଵଟାକୁ ଆଉ ସେ ବର୍ତ୍ତମାନ ଟିକେ ତାକୁ ତାଙ୍କ ସାଙ୍ଗେ ଡିସ୍କସନ କରିହବନି। ଆଉ ମୁଁ ବି ସବୁବେଳେ ଟିକେ ଯାଇପାରେନି। ଆଉ ସେ ମତେ ଭାରି ଭଲ ପାଆନ୍ତି, କିଛି ଇଏ ନାହିଁ। ତେଣୁ ଟିକେ ନାକୁ ଏବେ ମତେ ଆଉ 60 ହବାକୁ ଆଉ 1 ବର୍ଷ ବାକି ଅଛି। ତେଣୁ ମୁଁ ଟିକେ ନାକୁ ସେ ବର୍ଷକ ଭିତରେ ଏ ଜଞ୍ଜାଳ ଗୁଡାକ ଛିଣ୍ଡେଇ ଦେଇକିରି ପୁରା ମୋର 3ଟି ଝିଅରୁ ବଡ ଝିଅ ବାହା ହେଇଯାଇଛି, ନାତିଫାତି ହେଇଯାଇଛନ୍ତି। ଆଉ ମଝିଆ ଝିଅ ଟିକେ ବର୍ତ୍ତମାନ ବାହା କରିବା ପାଇଁ ବର୍ତ୍ତମାନ ଚାଲିଛି ଯୋଜନା। ଏ ବର୍ଷ କି ଆର ବର୍ଷ ବାହା କରିଦେବି। ସାନଟା ସେ ମେଡିକାଲ ଲାଇନରେ ଗଲା, ତାକୁ ଛାଡିଦେବି। ଆଉ ମୁଁ ତାକୁ ସବୁ ଦାୟିତ୍ୱ ଦେଇକି ବାହାରି ଯିବା ପାଇଁ ଚାହୁଁଛି। ଭଗବାନ ଯାହା ଦେଇଛନ୍ତି ଆଜ୍ଞା, ଆମର ସେ ପିଲାଙ୍କର ବି କିଛି ରୋଜଗାର ଆବଶ୍ୟକ ନାହିଁ। ଭଗବାନ ମତେ ଯେତିକି ଆଶୀର୍ବାଦ ଦେଇଛନ୍ତି, ପିଲାଙ୍କର ବି ରୋଜଗାର ଦରକାର ନାହିଁ। ତାଙ୍କ ବି ମାତ୍ର ଘର ଦ୍ଵାରା ତାଙ୍କର ସବୁ ବର୍ତ୍ତମାନ ଦିଆହେଇଛି। ଆଉ କିଛି ଆବଶ୍ୟକ ନାହିଁ ଆମର। ତେଣୁ ଯୋଉଟା ଆବଶ୍ୟକ ରିଟାୟାରମେଣ୍ଟ ପରେ 60 ପରେ ଯୋଉଟା ଆମକୁ ଦରକାର, ସେଇ ଜିନିଷ ଆମେ ଖୋଜୁଛୁ। ତେଣୁ ଷ୍ଟ୍ରିକ୍ଟଲି ଆମେ 60 ପରେ ମୁଁ ବ୍ୟବସାୟ ଏଣ୍ଡ କରିଦେବି। ପୁରା ଟୋଟାଲ ବାହାରି ଯିବି ତା ଦେହରୁ। ଭଲ ନା, ଏକଦମ ସୁନ୍ଦର କଥା। ତେଣୁ ସେଥିପାଇଁ କହିଲେ ଧନ ଅର୍ଜୁନ ଧର୍ମ କରି ଧର୍ମେ ପ୍ରାପତ ନର ହରି। ତେଣୁ ଆମେ କିଛି ଗରିବ ଦୁଃଖିଆ ସାଧୁ ସନ୍ଥ କିଛି ଏ ବାଟରେ ବର୍ତ୍ତମାନ ଆମେ ସେଟା କରିବାକୁ ପଡିବ। ତେଣୁ ଏଇ ଚିନ୍ତାଧାରା ଭିତରେ ଆମେ ଅଛୁ। ତେଣୁ ମୁଁ ବି ଗୋଟେ ଚିନ୍ତାଧାରା ଭିତରେ ଅଛି। କଣ ମୁଁ ବି ଗୋଟେ ଖୋଜୁଛି ଗୋଟେ ଜାଗା, ସେଠି ବର୍ତ୍ତମାନ ଗୋଟେ ଆଶ୍ରମ ଫାଶ୍ରମ କରିକି ବର୍ତ୍ତମାନ ସେଠି ରିଟାୟାରମେଣ୍ଟ ପରେ ବର୍ତ୍ତମାନ ମୁଁ ସେଠି ଧ୍ୟାନରେ ରହିକିରି କିଛି ବର୍ତ୍ତମାନ ସେଠି ସାଧୁ ସନ୍ଥ ମାନେ ଆସି ତାଙ୍କ ସାଙ୍ଗରେ ଲିପ୍ତ ହୋଇ ତାଙ୍କ ସେବା କରି, ଏହା ବର୍ତ୍ତମାନ ଚିନ୍ତାଧାରା ଅଛି। ଆପଣ ସେ ପୁରୀରେ କରନ୍ତୁ। ସେଇ ପୁରୀରୁ ଭୁବନେଶ୍ୱର ଭିତରେ ମେନ୍ ରୋଡ ସାଇଡରେ ମୁଁ ଗୋଟେ ଜାଗା କହୁଛି, କରନ୍ତୁ। ଭଲ ସେଇଠି 1.5 ଏକର ଜାଗା ନେଇକି ସେଠି ଗୋଟେ ମାନେ ପୁରୀ ନିକଟବର୍ତ୍ତୀ କରିବେ। ହଁ, ମୋର ଏମ୍ ଟା ଅଛି ମୁଁ ଗୋଟେ ଅନନ୍ତ ଶୟନ ମନ୍ଦିର କରିବା ପାଇଁ। ବଢିଆ କଥା, ନାରାୟଣଙ୍କର। ହଁ, ଗୋଟେ ଅନନ୍ତ ଶୟନ ମନ୍ଦିର କରିବା ପାଇଁ ମୁଁ ଗୋଟେ ଚିନ୍ତାଧାରା ଭିତରେ ଅଛି। ତା ଦେହରେ ବର୍ତ୍ତମାନ ଯାହା 5-7 କୋଟି 10 କୋଟି ଟଙ୍କା ଖର୍ଚ୍ଚ ହବ। ସେଇ ଅନନ୍ତ ଶୟନକୁ ଆପଣ ମାର୍ବଲରେ କରିଦେବେ, କିମ୍ବା ସେଇଟା କଳା ମୁଗୁନି ପଥରରେ ବା ହବ। କଳା ମୁଗୁନି ପଥରରେ ଅନନ୍ତ ଶୟନ କରାଯିବ। ଆଉ ନେପାଳରୁ ବର୍ତ୍ତମାନ ଆଣିବା ଆମର ଶାଳଗ୍ରାମ ତାଙ୍କର ଇଏ ରହିବାକୁ। ହଁ, ଶାଳଗ୍ରାମ ଆସିବ।
ରଖିବେ ସେଇଟା ଚିନ୍ତା କରି ସେଇଟା ମୋ ହାତରେ କିଛି ଅଛି ମୁଁ କରିପାରିବି ମୁଁ ତ 2 ବର୍ଷ 3 ବର୍ଷ ହେଲା ଚିନ୍ତା କରି ରହିଛି ତେଣୁ ତା ପାଇଁ ବଜେଟ ଆଜ୍ଞା ମିନିମମ୍ ଟଙ୍କା 5 କୋଟି ନ ଧଇଲେ ସେ ଜିନିଷ ହେଇପାରିବନି ହବନି ତେଣୁ ଅବଶ୍ୟ ଯାହା ପ୍ରଭୁ ଦେଇଛନ୍ତି ସେ 5 କୋଟି ଛାଡି 10 କୋଟି ଖର୍ଚ୍ଚ ହେଲେ କିଛି ଅସୁବିଧା ନାହିଁ କିନ୍ତୁ ସେଇ ସମୟଟା ଆସିନି ସେଇଟା ସେ କେବେ କଣ କରୁଛନ୍ତି ଦେଖାଯାଉ ତେଣୁ ଆପଣ ମାନଙ୍କ ଭଳିଆ ଟିକେ ଦିଗ୍ଦର୍ଶନ ବାବା ମାନଙ୍କୁ ମୁଁ ଖୋଜୁଛି ଦିଗ୍ଦର୍ଶନ ବାବା ମାନଙ୍କୁ ଯିଏ ଆମକୁ ଦିଗ୍ଦର୍ଶନ ଅନ୍ଧାରରୁ ଯୋଉମାନେ ଆଲୋକକୁ ନେଇପାରିବେ ମୁଁ ସେଇଭଳିଆ ଲୋକଙ୍କୁ ଖୋଜୁଛି ବହୁତ ଖୁସି ହେଲି ବଢିଆ କଥା ହେଲା ଆଉ କଣ ଅଛି କି ବାବା ଆଉ କଣଟା ଅଛି ମତେ କହୁନାହାନ୍ତି ଆମେ ଖାଲି ମରିଚିକା ପଛରେ ଧାଉଁଛୁ ନା ଆଉ କଥା ହେଲା ସେଇଆ ଆମେ ପାଣି ପଛରେ ଧାଉଁନୁ କେହି ଆଜ୍ଞା ଆମେ ଯୋଉଗୁଡାକ ଅବାସ୍ତବ ଯୋଉଗୁଡାକ ଚୋର ଡକାୟତ ଖଣ୍ଟ ସେମାନଙ୍କୁ ଆମେ ପୋଷୁଛୁ ସେ ସ୍ତ୍ରୀ ହଉ ପୁଅ ହଉ ଝିଅ ହଉ ଏମାନେ କେହି କାହାର ଗୋଟେ ସୋଲ ଆମେରିକାରୁ ଆସିଛି ଗୋଟେ ସୋଲ ପାକିସ୍ତାନରୁ ଆସିଛି ଗୋଟେ ସୋଲ ଚାଇନାରୁ ଆସିଛି ଏ ଆସିକି ଗୋଟେ ପରିବାର ଭିତରେ ଏକାଠି ହେଇଛନ୍ତି କେତେ ବର୍ଷ ପାଇଁ ଆଜ୍ଞା 15 ବର୍ଷ ପାଇଁ 70 ବର୍ଷ କଳି ଯୁଗରେ ବଞ୍ଚିବେ 35 ବର୍ଷ ମୃତ୍ୟୁ 18 ବର୍ଷ ନାବାଳକ କଟିଗଲା 2 ବର୍ଷ ରୋଗ ବ୍ୟାଧି ବନ୍ଧୁବାନ୍ଧବ କଟିଗଲା 15 ବର୍ଷ ଆଜ୍ଞା ସେ ରହିବେ ଆମ ପାଖରେ ତା ପାଇଁ ଆମେ ଏତେ ବାୟା ହେଇଯାଉଛୁ ଏତେ ପାଗଳ ହେଇଯାଉଛୁ ଯିଏ କି ଯାହା ପାଖରେ ଯୁଗାନ୍ତର ରହିବ ତା ପାଇଁ ଆମେ କିଛି କରିପାରୁନୁ କିଛି କରୁନାହାନ୍ତି ତେଣୁ ସେଇଟା ହଉଛି ବଡ ଦୁଃଖର ବିଷୟ ତେଣୁ ତଥାପି ଆମେ ଯେତିକି ପାରୁଛୁ ଆଜ୍ଞା ସେତିକି କରୁଛୁ ଅବଶ୍ୟ ସବୁବେଳେ ଚିନ୍ତନରେ ଅଛୁ ଚାଲିଛି ଯୁଆଡେ ଗଲେ ବି ସୁଦ୍ଧା ଆମର ବର୍ତ୍ତମାନ ଚିନ୍ତନରେ ଅଛି ବୋଲି ଆମେ ବର୍ତ୍ତମାନ ଆମ ଡଙ୍ଗା ଚାଲିଛି ଆଜ୍ଞା ମୋର ଶୁଖିଲା ନଈରେ ମାନେ ଖାଲି ବଟୁଆ ଖାଲି ଥାଳି ମତେ ରକ୍ଷା କରୁଛନ୍ତି ବନମାଳୀ ମୋ ଲାରା ହଉଛି ଏଇଆ ତେଣୁ ଆମର କିଛି ନାହିଁ ଆମେ ଶୂନ୍ୟ ମାଇନସ ଆମେ ନିମକ ହାରାମି କୁକୁର ଏ ଜୀବଟା ହଉଛି ଆଜ୍ଞା ନିମକ ହାରାମି କୁକୁର ତେଣୁ ତାର ତ ସୃଷ୍ଟି ତାର ତ ଜଳ ତାର ତ ପବନ ତାର ତ ଗୋଟେ ଗୋଟେ ଭଲ ପୂଜକ କହିଲା ବର୍ତ୍ତମାନ ମୁଁ ଗୋଟେ ବଢିଆ ମାତ୍ରାରେ ପଣସ କାଠ ପିଢା ତାକୁ ମଖମଲ କନା ପକେଇକିରି ତାକୁ ପଦ୍ମ ଫୁଲ ମାଳ ପକେଇକିରି ବର୍ତ୍ତମାନ ତାକୁ ବଢିଆ ସରୁଅନ୍ନ ଘିଅନ୍ନ ଡାଲମା ଖିଚଡି କରି ଭଲ ସେଉ ଭଲ କଦଳୀ ଭଲ ଅଙ୍ଗୁର ଆଣିକି ଦେବି ତେଣୁ ସିଏ କହିଲେ ଆରେ ତୁ ମତେ କଣ ଦବୁ କିରେ ତୁ ନିମକ ହାରାମି କୁକୁରଟେ ତୁ କଣ ଦବୁ ଆରେ ଯାହାର ଆସନ ଗରୁଡ ଆସନ ତୁ ତାକୁ ପଣସ କାଠର ପିଢାଟା କଣ ଦବୁ ବଢିଆ ଆରେ ଯାହାର କଣ୍ଠରେ ହଉଛି ରତ୍ନର ମାଳ ତୁ 22/5 ରୁ ହାତେ ଛଡା ପଦ୍ମ ଫୁଲ ମାଳ ଆଣିକି ମତେ ଦେଇ ଦଉଛୁ 10,000 ଟଙ୍କାର ସେଗୁଡାକ ମୋର କଣ ହବ ଆଉ ଯାହାର ଘରଣୀ ଲକ୍ଷ୍ମୀ ଠାକୁରାଣୀ ତୁ ତାକୁ ଆଣିକି କଣ ଭୋଗ ଦବୁ ପ୍ରଭୁ ତାହେଲେ କଣ ଦେବି ନା କିଛି ଦେବା ଦରକାର ନାହିଁ ନାମ ଭକ୍ତା ନାଙ୍ଗ ମଜ୍ଜା ଜୀମା ନମସ୍କରୁ ତୁ ମନଟାକୁ ମତେ ଦେଇଦବୁ ତେଣୁ ସେଇଟା ଆମେ ଦେଇପାରୁନୁ ଆଜ୍ଞା ସେଇ ଗୋଟାକ ଦେଇପାରୁନୁ ସେଇଥିପାଇଁ କହିଲି ଯୋଉଦିନ ମୁଁ ଚାଲି ଯାଇକି ତୁ ବସିଯିବ ସେଦିନ ସବୁ ମିଳିଯିବ ସେଇ ଗୋଟାକ ହେଇପାରୁନି ସେ ତୁ ବସେଇବା ପାଇଁ ଗୋଟେ ମାର୍ଗ ଦରକାର ତେଣୁ ସେଇ ମାର୍ଗ ବି ଏଇ ଯୋଉ ତଥାପି ଆମେ ଯେତେବେଳେ ବସୁଛୁ ଅବଶ୍ୟ କିଛି ସବୁ କିନ୍ତୁ ହେଲେ କଣ ହବ ଥୟ ନ ଆସିଲେ ଲୟ ଆସିବନି ତେଣୁ ସେଥିପାଇଁ ଗୋଟେ ପ୍ଲେସ ଦରକାର ସେଥିପାଇଁ ଗୋଟେ ସୁଇଟେବଲ ପ୍ଲେସ ଦରକାର ବାବା ନିଶ୍ଚିତ ସୁଇଟେବଲ ପ୍ଲେସ ଯଦି ନ ହବ ଆପଣ ଥୟ ହେଇପାରିବେନି କି ଲୟ ଆସିବନି ଆଉ ତାପରେ ଜୟ କେମିତି ହବ ଏ ତିନିଟା ଏକ ଜିନିଷ ଗୋଟିଏ ସରଳ ରେଖାରେ ରହିଲେ ଆପଣ ତାକୁ ପାଇପାରିବେ ତେଣୁ ଏଇଆ ହଉଛି ପ୍ରୋବ୍ଲେମ ହଉଛି ଆମର ଆଉ ଦେଖିବା କେତେବେଳେ ଆସନ୍ତୁ ଯିବି ତ ନିଶ୍ଚିତ ତ ଯିବାଟା ଥୟ ହେଇଗଲା ମୁଁ ତ ଆପଣଙ୍କୁ କାଲିଠୁ ରାତିରୁ ତ ମାଇଣ୍ଡ ମେକଅପ କରିଛି ମୁଁ ନିଶ୍ଚିତ ବର୍ତ୍ତମାନ ଆପଣଙ୍କୁ ମାନେ କାଲି ଦେଖିକିରି ଆସିବା ଆପଣଙ୍କ କଥା ମତେ ଟିକେ ହୃଦୟ ସ୍ପର୍ଶ ହେଇଛି ଆଉ ଗୋଟେ ମାର୍ଗ ଆମର ଆଜ୍ଞା ଗୋଟିଏ କଥା ହଉଛି ମୁଁ କେବଳ ତତ୍ଵ ଅନିଚ୍ଛନ୍ଦିଛୁ ଆଉ ମୋର ଗୋଟିଏ ଉଦ୍ଦେଶ୍ୟ ଅଛି ଆମର ଏଇ ଯୋଉ ହିନ୍ଦୁ ଶାସ୍ତ୍ର ରହିଲା ଆମର ବେଦ ବେଦାନ୍ତ ଉପନିଷଦ ଆକୁ କେମିତି ମୁଁ ବିଶ୍ୱ ଦରବାରରେ ସାର୍ବଜନୀନ କରିବି ମୋର ଗୋଟେ ଉଦ୍ଦେଶ୍ୟ ଅଛି ଏବଂ ଯେତେ ପ୍ରକାର ଧର୍ମାବଲମ୍ବୀ ଅଛନ୍ତି ତାଠାରୁ ହିନ୍ଦୁ ଧର୍ମ ଆମର ସନାତନ ଧର୍ମ ଶ୍ରେଷ୍ଠ ଏବଂ ତା ବିଜ୍ଞାନ ସମ୍ମତ ବୋଲିକି ମୁଁ ପ୍ରୁଭ୍ କରିବା ପାଇଁ ବର୍ତ୍ତମାନ ମୋର ଗୋଟେ ବିଜ୍ଞାନ କହିଦେଲା ପ୍ରଥମ ମୂଳ ହଉଛି ହିନ୍ଦୁ ଧର୍ମ ବିଜ୍ଞାନ ଅଲରେଡି କହିଦେଲା ପ୍ରଥମ ହଉଛି ମୂଳ ହଉଛି ହିନ୍ଦୁ ଧର୍ମ ବାସ୍ ସେଇଟା ଠିକ ହିନ୍ଦୁ ଧର୍ମ ତ ସବୁ ବିଜ୍ଞାନର ମୂଳ ଉତ୍ସ ସେଇଥିରେ ଅଛି ଆଉ ତେଣୁ ଯେତେ ଧର୍ମ ହଉଛି ତାରିଠୁ ବାହାରିଛି ଆଜ୍ଞା ଆଉ କିଛି ମୁଁ ଆଜ୍ଞା ଆମର ଗୋଟେ ଡିବେଟ ହଉଥିଲା ସେଠି ମୁସଲମାନ ସମ୍ପ୍ରଦାୟର ଖ୍ରୀଷ୍ଟିଆନ ସମ୍ପ୍ରଦାୟର
ଆଉ ବୌଦ୍ଧ ସମ୍ପ୍ରଦାୟର ଆମ ହିନ୍ଦୁ ଏମିତି 4-5 ଜଣ ବସିଥିଲେ। ଜଣେ ଡକ୍ଟରଙ୍କ ପାଖରେ ଆମେ ଯାଇଥିଲୁ ଦେଖେ ଗୋଟେ ଆଲୋଚନା ହେଲା ଆମର ପୁରୀ ଯୋଉ ଜଗନ୍ନାଥଙ୍କର ଯୋଉ ବର୍ତ୍ତମାନ ଏଇ ଯୋଉ ବ୍ରହ୍ମ ପରିବର୍ତ୍ତନ ହଉଥିଲା ବେଳେ ସେ ବର୍ତ୍ତମାନ ଗୋଟେ ଆଲୋଚନା ହେଲା। ସେ ଡକ୍ଟର ସାଙ୍ଗେ ମୋର ଭଲ ସମ୍ପର୍କ। ତେଣୁ ମତେ ସେ ଡକ୍ଟର କହିଲେ ସବୁ ବସିଛନ୍ତି କହିଲେ ଏ ନନ୍ଦ ବାବୁ ତମର ବର୍ତ୍ତମାନ ଯୋଉ ବ୍ରହ୍ମ କଲେ ଦଇତାପତି ମାନେ ଯୋଉ କଲେ ଏଇଟା କଣ ଠିକ କଲେ? ତେଣୁ ଏଗୁଡାକ ଅତି ଅନ୍ୟାୟ କାମ ସେ କଲେ। ମୁଁ କହିଲି ଆଜ୍ଞା ସେ କଣ କରିବେ? ସେ କିଏ? ସେ କିଏ ସେ ମାନେ ସେ କଣ କରିବେ? ତାର ଇଚ୍ଛା ଅଛି ସେ ହବାକୁ ସିଏ ତାର କରୁଛି ଆଉ ସିଏ ତ ମନକୁ ସିଏ ହେବେ। ମୁଁ ଆଜି ମଦ ପିଇବାକୁ ଇଚ୍ଛା ହବ ମୁଁ ମଦ ପିଇବାକୁ ସେଇ ମଦ ପିଉଛି ପୁରା। ତେଣୁ ଯାହା ମୁଁ କରୁଛି ସେଇ ହିଁ ସବୁ କରଉଛି। ତେଣୁ ଆପଣ ମୁସଲମାନ ସମ୍ପ୍ରଦାୟର ଲୋକ କହିଲେ ଆଜ୍ଞା ଏଇଟା ସିନା ଆପଣଙ୍କର ହିନ୍ଦୁ ମାନେ ଜଗନ୍ନାଥ କିଛି କଲେନି ଆମର ଆଲ୍ଲାହ ହେଇଥିଲେ ସାଙ୍ଗେ ସାଙ୍ଗେ ତାକୁ ଦେଖେଇ ଦେଇଥାନ୍ତେ। ତେଣୁ ଆମେ ଭାରି ଇଏ କରୁ। ମୁଁ ହଁ ଆଜ୍ଞା ସେଇଟା ମୁଁ ଜାଣିଛି ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ବୌଦ୍ଧ ଏମାନେ ବର୍ତ୍ତମାନ ସମସ୍ତଙ୍କ ବର୍ତ୍ତମାନ ଚାଇନାରେ ଜଣେ ଭଗବାନ, ପାକିସ୍ତାନରେ ଗୋଟେ ଭଗବାନ, ଭାରତରେ ଜଣେ ଭଗବାନ, ଆମେରିକାରେ ଜଣେ ଭଗବାନ, ବହୁତ ଭଗବାନ ଆଜ୍ଞା ଅଛନ୍ତି ନା ଗୋଟିଏ ଭଗବାନ? ମତେ ଏଇଟା ମତେ କ୍ଲିୟର କରନ୍ତୁ। ନାଇଁ ଭଗବାନ ଏକ। ନାଇଁ ମୁଁ ତାକୁ କହିଲି ଆଜ୍ଞା ମୁଁ କହିଲି ମତେ ଆଗ ମୋର ଗୋଟେ ଫଣ୍ଡାମେଣ୍ଟାଲିଟି ଆପଣଙ୍କ କ୍ଲିୟର ହୁଅନ୍ତୁ। ଆପଣଙ୍କର ବର୍ତ୍ତମାନ ହଉଛି ସବୁ ଦେଶରେ ଜଣେ ଜଣେ ଭଗବାନ ନା ଭଗବାନ ଏକ? ଭଗବାନ ଏକ ତ? ଯଦି ଭଗବାନ ଏକ ତାହେଲେ ଏଇ ଯୋଉ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ ଏମାନେ ସବୁ ଭାଇ ଭାଇ ନା ଏମାନେ କଣ ଗୋଟେ ମା ପେଟରୁ ଆସିଛନ୍ତି ନା ଆଉ ଗୋଟେ ବାପ ପେଟରୁ ଆସିଛନ୍ତି ନା ଆଉ? ତେଣୁ ତମେ ଭାଇ ଭାଇ ବଜାବୁଝି ହଉଛ ନା ସେ ବାପ ତ କେବେ ବଜା ହଉଛି ଗୋଟେ ବାପର ଆଜ୍ଞା 5ଟା ପୁଅ ହେଇଛି। ଗୋଟିଏ ସେକେଣ୍ଡ ମୁଁ କହିବି ତାପରେ ଆପଣ କହିବେ। ଆମ ଗୁରୁ ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବ ସିଏ ତାଙ୍କର ଗୋଟିଏ ଭଜନରେ ଲେଖିଲେ ମାନବ ଗୋଟିଏ ଜାତି ଧର୍ମ ଏକ ଥିଲେ ମତାନ୍ତର ହୁଅନ୍ତା କି ଏହି ଜଗତରେ ହୋଇଥାନ୍ତୁ ଭାଇ ଭାଇ ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ କାହିଁ ପାଇଁ କଣ ବୁଝିଲେ ନା? ଆଜ୍ଞା ସିଏ ଆମ ଗୁରୁ ସମସ୍ତଙ୍କୁ ସମାନ ଅଧିକାର ଦିଅନ୍ତି। ମୁଁ କାଲି ଖାଲି ଆପଣ ଜଣେ ଗୋଟେ ଆଲୋଚନା ଜଣେ ବାବା କରୁଥିଲା ଆପଣଙ୍କ ମୁଁ ସେଇଟା ଦେଖିଲା ପରେ ମୁଁ କହିଲି କିଛି ତତ୍ତ୍ୱ କଣ ଭଲ ତତ୍ତ୍ୱ ଆ ଭିତରେ ଅଛି। ଆଚ୍ଛା ହଉ ମୁଁ ତ ଆମେ ସେଇ ଜିନିଷ ଯୋଉଠି ଆମ କାନରେ ବାଜିବ ଆମେ ଟିକେ ସେଇଟାକୁ ଟିକେ ରିସର୍ଚ୍ଚ କରିବାକୁ ଟିକେ ଆଗ୍ରହ ହୁଏ।